ହଁ ସ୍ୱର୍ଣ୍ଣମହଲ ଥିଲି। ସ୍ୱର୍ଣ୍ଣମହଲ ପରେ ମାହେଶ୍ୱରୀକି ଆସିଲି। ମାହେଶ୍ୱରୀ ଯେତେବେଳେ ଦେଖିଲି ଭଲ କିନ୍ତୁ ଆମର ମାନେ ଠିକ୍ ଅଛି। ପାଟିର ସବୁ ସରଞ୍ଜାମ ଆଳୁ ସବୁ ପ୍ରକାର ଆଇଟମ୍ ଠିକ୍ ଅଛି। ଆଉ ନାଟକ ବି ଆମ ମନ ଛୁଇଁଲା ଭଳିଆ ନାଟକ। ଚରିତ୍ର ଆମେ ଖୋଜୁଥିଲୁ, ସେ ଚରିତ୍ର ବି ଆମକୁ ଠିକ୍ ମିଳିଛି। ଆଉ ଅଧିକ କ'ଣ ଯେତିକି ଦରକାର ନାଟକରେ ଦରକାର ହେଉଛି ସେତିକି ଚରିତ୍ର ଆମକୁ ମିଳିଛି। ଆଉ ବୁଝ ନାଟକ ତ ଦର୍ଶକ ସକାଳୁ ଭୂମରୁ କଥା କହିକି ଯାଉଛନ୍ତି ନାଟକଟା ଭଲ ହେଇଛି ବୋଲି। ସେ ଦର୍ଶକଙ୍କ ଉପରେ ଆମେ ଛାଡ଼ି ଦେଇଛୁ। ଦର୍ଶକ ଯାହା କହିବେ ଆମେ ସେଦିନ ଭଗବାନ, ଦର୍ଶକ ଭଗବାନ, ଆମେ ଯାହା କହିଲେ ସେ ଶୁଣିବେ। ତେଣୁ ସେ ଶୁଣିକି ଆମକୁ ଭଲ ମନ୍ଦ ସକାଳୁ ରିପୋର୍ଟ ଦେବେ। ସେମାନଙ୍କ ରିପୋର୍ଟ ଅନୁସାରେ ଆମକୁ ଭଲ ଲାଗିଛି। ଆମେ ଭାବୁଛୁ ଏ ବର୍ଷ ତ ଆମର ଏପର୍ଯ୍ୟନ୍ତ 3 ଖଣ୍ଡ ନାଟକ ହେଇଛି। ଆଉ ଖଣ୍ଡେ ହବାର ଅଛି ହେଇନି। ଗୋଟେ ହେଉଛି ବୋଝ। ବୋଝ ପରେ ହେଇଛି ତୁ ହସିଲେ ବି ଲୁହ ଝରି ପଡୁଛି। ତାପରେ ପରଦେଶୀ ଫେରିବାଲି। ତିନିଟା ଯାକ ନାଟକ ଛୁଇଁଲା ଭଳିଆ ନାଟକ ହେଇଛି। ଚାଲିଲା ଭଳିଆ ନାଟକ ଠିକ୍ ହେଇଛି ଆମର। ତଥାପି ଆମର ଟିକେ ହାଇଲାଇଟ୍ ରହିଛି ବର୍ତ୍ତମାନ ବୋଝ। ବୋଝଟି ହାଇଲାଇଟ୍ ରହିଛି। ଆଉ ଦୟା ଆମ ଗାଁ ପାଖ, ଆମ ଗୋଟିଏ ବ୍ଲକର ପିଲା ସିଏ। ଦୟା ଦୟା କମେଡି କ'ଣ, ଦୟା ଅଲରାଉଣ୍ଡର। ଦୟା ଅଲରାଉଣ୍ଡର, କମେଡି ନୁହଁ। ସିଏ ମୁଁ ତାକୁ ମାନେ ସିଏ ତା ମୁହୂର୍ତ୍ତ ଶୁଣିଥିବେ ଯେତେବେଳେ କ'ଣ ଦୟା ଯେତେବେଳେ ଯାତ୍ରା ପାଟିକି ଆସିଥିଲା ସେ ତାର କହିଥିବ କ'ଣ ହେଇକି ଆସିଥିଲା ଦୟା, ତାର କ'ଣ ସେ ନିଜେ କହିଥିବ କେତେବେଳେ ଆସିଥିବ। ସେ କଥା ମୁଁ କହିପାରିବିନି ଅଧିକା, ସେ ତା କଥା ଶୁଣେ। କିନ୍ତୁ ଆର୍ଟିଷ୍ଟ ମାନେ ତାର ତା ମନରେ ଗର୍ବ ଅହଙ୍କାର କିଛି ନାହିଁ। ମୋର ଜାଣିବାରେ ଗର୍ବ ଅହଙ୍କାର କିଛି ନାହିଁ। ଆମେ ଗୋଟିଏ ଗର୍ବ ଅହଙ୍କାର ତା ମନରେ କିଛି ନାହିଁ। ସମସ୍ତଙ୍କୁ ଆର୍ଟିଷ୍ଟ ସେଇଆ ଉଚିତ, ଆର୍ଟିଷ୍ଟ ସେଇଆ ହବା ଉଚିତ। ଗର୍ବ ଅହଙ୍କାର କିଛି ରଖିବା। ସେ ସମସ୍ତଙ୍କ ଛୁଆ, ସମସ୍ତଙ୍କ ବଡ଼, ସମସ୍ତଙ୍କ ସାର ପିକୁଲାର ଭଳିଆ କଥାବାର୍ତ୍ତା ମତେ ଭଲ ଲାଗେ, ବହୁତ ଭଲ ଲାଗେ। ମୁଁ ଦିନେ ତାକୁ ବି କହୁଥିଲି ବହୁତ ଦିନ ଆଗରୁ, କହିଲି ତୁ ଚାରିଆଡ଼େ ରହିଲୁ, ଆମେ କୋଉଠି ଏକାଠି ହେଇ ରହିପାରିଲିନି, କମେଡିରେ ଏକାଠି ରହିପାରିଲିନି, ପୁଣି ଏକାଠି ରହିପାରିଲି। ଭଗବାନ ଜୁଟି ଦେଇଛନ୍ତି ଆମେ 2 ଜଣଙ୍କୁ ଏକାଠି ହେଇ ବର୍ଷ। ଆଉ ସିଏ ମତେ ବଡ଼ ଭାଇର ସମ୍ମାନ ଦଉଛି, ଆଉ ମୁଁ ବି ତାକୁ ସାନ ଭାଇର ସମ୍ମାନ ଦଉଛି। ହସ ଖୁସିରେ ଆମେ ଚାଲିଛି, ନାଟକଟା ହସ ଖୁସିରେ ଆମେ ଚାଲିଛି। ଆଉ ବହୁତ ଭଲ କରୁଛି ନାଟକ, ପାର୍ଟ ବହୁତ ବଢ଼ିଆ କରୁଛି। ହଁ, ତାର ସେ କ୍ୱାଲିଟିଟା ଅଛି। ତାର କ୍ୱାଲିଟିଟା ଅଛି। ଗୋଟେ ଏମିତି ବେଳେ ବେଳେ କହିଦବ ଯୋଉଟା କି କନଫ୍ୟୁଜ କରିଦିଏ ଷ୍ଟେଜରେ। କନଫ୍ୟୁଜ କରିଦବ ବେଳେ ବେଳେ। ଏକ୍ସଟ୍ରା ଡାଇଲଗ ଗୋଟେ କନଫ୍ୟୁଜ କରିଦିଏ ଷ୍ଟେଜରେ। ସେଟାକୁ ଆମେ ମେକଅପ୍ କରି ନେବାକୁ ପଡ଼େ। ଆଉ ଥିବେ ତୁ କୋଉଠିକା କଥା କୋଉଠୁ ଆଣି ଗୋଟେ ପକେଇଦବ ମଝିରେ। ଆଉ କନଫ୍ୟୁଜ ହେଇଯାଏ ବେଳେ ବେଳେ, ଏମିତି କଥା ମୋତେ କହିଦବ ଆସିକି। ତାର କ୍ୱାଲିଟିଟା ଅଛି, ସେ କ୍ୱାଲିଟିଟା ଭଲ। ତେଣୁ ଆମେ ଚାହୁଁଛୁ ବୋଝ ନାଟକଟା ଏ ବର୍ଷ ହାଇଲାଇଟ୍ ହବ, ଓଡ଼ିଶାରେ ନାଁ ରଖିବ। ଆଉ ଏମିତି ସବୁ କ୍ୟାମ୍ପ ଅଛି ଯୋଉଠିକି ଆମେ ଚାହୁଁଛୁ ବୋଝ ନାଟକଟା ନିଶ୍ଚିତ ଭାବରେ ଭଲ ହବ। ହଁ ହଁ, ନିଶ୍ଚିତ ବର୍ତ୍ତମାନ ଆରମ୍ଭ ହଉଛି ଆମର। ଏଇ 2-3ଟା କ୍ୟାମ୍ପ ହେଲା। ଇଏ ସିଜିନ୍ ଏଇଆ ହବ। ଏଇ ଦେଖୁଛନ୍ତି ଆପଣ ପରିସ୍ଥିତି କେମିତି, ବର୍ଷା ସବୁବେଳେ ବର୍ଷା ଚାଲିଛି। ପରେ ବି ଲୋକ ଆସୁଛନ୍ତି ଦେଖୁଛନ୍ତି। ଏଇ ବର୍ଷା ସବୁ ଗଲା ପରେ ଟିକେ ପାଗ ଟିକେ ଭଲ ହେଲେ ଆମକୁ ଟିକେ ଭଲ ଲାଗିବ। ତା ଭିତରେ ବି ଲୋକମାନେ ଆ ଭିତରେ ଆସିକି ବି ଆଲୋଚନା କରୁଛନ୍ତି, କଥାବାର୍ତ୍ତା କରୁଛନ୍ତି, ଭଲ ଲାଗୁଛି। ଆଉ ଏ ସିଜିନ୍ ବି ଏଇଆ ହବ। ତଥାପି ନା ମାସେ 1.5 ମାସ ଖଣ୍ଡେ ଏମିତି ଅସୁବିଧା ଚାଲିବ।